କିଛି କରିପାରିବିନି। ମୁଁ ଘରର ଚାକର ନା କଣ? ମୁଁ ଦିନ ସାରା ଖଟିବି, ତମେ ଏଠି ବସିକି ଆରାମ କରିବ? ଆଲୋ ହେଇ, ତୁ ବି କୋଉ ମହାରାଣୀ ନୁହଁ? ତେତେ କିଏ ପଲଙ୍କରେ ଏଠି ବସି ଖାଇବାକୁ ଦବ? ତମେ କଣ ମହାରାଣୀ ପଲଙ୍କରେ ବସିକି ଖାଇବ? ହଇରେ ମାଇପ ବୁଧିଆ, ତୁ ଏଇଠି ବଇଛୁ ତି? ମାଇପ କିନ୍ତୁ ମୋ ଉପରେ ଚଢି ଯାଉଛି, ତତେ କଣ ଦେଖାଯାଉନି? ତୁ କଣ ଅନ୍ଧ ହେଇଗଲୁ କି? ଦେଖ, ମତେ ବିଲକୁଲ ଅନାଉନି କହିଦଉଛି। ଯାହା କହିବାର ଅଛି ତମ ବୋଉକୁ କୁହ। ଆଉ ତମେ ତ ମତେ ଜାଣିଥିବ ଆଉ। କେମିତି ଜନ୍ମ ହେଲୁ କେଜାଣି? ଯଦି ଜାଣିଥାନ୍ତି ଆଗରୁ ଏମିତି ମାଇପ ବୋଲକରେ ହେବୁ, ତାହେଲେ ଜନ୍ମ ବେଳେ ତ ତଣ୍ଟିକି ଚିପିରିଥାନ୍ତି। ଚାଲାକ ସ୍ୱାମୀ ସିଏ ହବ ଯିଏ ଏ ସମୟରେ ଚୁପ୍ ରହିବ, ନା ସ୍ତ୍ରୀ କି କିଛି କହିବ ନା ବୋଉକୁ କିଛି କହିବ। ସହଜ ତ ଘର ଉଠୁଛି ପଡୁଛି, ଯଦି କିଛି ତମେ ଉଲ୍ଟା ସିଧା କହିଦେଲ ଗଲା, ତମ ବେଳା ଟୋଟାଲ ଖରାପ ହେଇଯିବ। ତେଣୁକରି ଚୁପ୍ ରହିବା ହିଁ ଭଲ।